ଫିଲ୍ମଟି ରିଲିଜ ହେବା ପରେ ଥିଏଟରରେ ଭଲ ରେସ୍ପନ୍ସ ମିଳିଥିଲା। ବିଶେଷ କରି ଗାଁ ଘର ପରିବେଶ, ଭାବନାପୂର୍ଣ୍ଣ କାହାଣୀ ଓ ଗୀତ ଗୁଡ଼ିକ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା। ଚାଲନ୍ତୁ ଦେଖିବା ଦିନ ଅନୁଯାୟୀ ବକ୍ସ ଅଫିସ କଲେକ୍ସନ। 1 ଡେ 24 ଏପ୍ରିଲ ଫ୍ରାଇଡେ। ପ୍ରଥମ ଦିନରେ ଫିଲ୍ମଟି କଲେକ୍ସନ କରିଥିଲା 4 ଲକ୍ଷ। 2 ଡେ 25 ଏପ୍ରିଲ ସଟରଡେ। ଦ୍ୱିତୀୟ ଦିନରେ ଭଲ ଗ୍ରୋଥ ଅଛି 7 ଲକ୍ଷ। 3 26 ଏପ୍ରିଲ ସଣ୍ଡେ। ତୃତୀୟ ଦିନ ଆଉ ବଡ଼ ଜମ୍ପ ନେଇ 11 ଲକ୍ଷ। ଡେ 4 27 ଏପ୍ରିଲ ସଣ୍ଡେ। ଚତୁର୍ଥ ଦିନରେ କିଛି କମି 5 ଲକ୍ଷ। ଡେ 5 28 ଏପ୍ରିଲ ମଣ୍ଡେ। ପୁଣି ଫିଲ୍ମଟି ଆଣିଲା 6 ଲକ୍ଷ। ଡେ 6 29 ଏପ୍ରିଲ ଟ୍ୟୁଜଡେ। ଦିନରେ 7 ଲକ୍ଷ। ଡେ 7 30 ଏପ୍ରିଲ ୱେଡନେସଡେ। ସପ୍ତମ ଦିନରେ 6 ଲକ୍ଷ। ଡେ 8 ଅଷ୍ଟମ ଦିନରେ ପୁଣି ବୁଦ୍ଧି ସହ 8 ଲକ୍ଷ। ଏଭଳି ଭାବରେ କାଙ୍ଗୁଲା ଫିଲ୍ମର 8 ଦିନର ମୋଟ ବକ୍ସ ଅଫିସ କଲେକ୍ସନ ହେଇଛି 54 ଲକ୍ଷ। ଏହା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପାଇଁ ଏକ ଭଲ ସଫଳତା ବୋଲି କୁହାଯାଇପାରେ। ଫିଲ୍ମର କାହାଣୀ, ଅଭିନୟ ଓ ସଙ୍ଗୀତ ଦର୍ଶକଙ୍କ ମନ ଜିତି ପାରିଛି। ଆଗାମୀ ଦିନରେ ଫିଲ୍ମଟି ଆଉ ଭଲ କଲେକ୍ସନ କରିପାରେ ବୋଲି ଆଶା କରାଯାଉଛି। ଆପଣ ଯଦି ଏହି ଫିଲ୍ମ ଦେଖିଥାନ୍ତି, କମେଣ୍ଟରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ।